नमस्कार। आज एक न्यू टॉपिक्स जो मैंने वास्तुशास्त्र बा वास्तु पर काम करुचंती वास्तु को हमें विश्वास करवा कि नहीं तार विषय डिटेल्स आलोचना करवा। वास्तु आम जीवन में इम्पैक्ट अच्छी कि नहीं, वास्तु आम लाइफ रे इम्पैक्ट करूची कि नहीं तार विषय। साधारणतः वास्तु को आम ना शुणे वास्तु जेकोसी घर करने पूर्व वास्तु को मानिबार आवश्यक अच्छी कि नहीं ता विषय आम आलोचना आज करवा। डिटेल्स कहीं आवश्यक अच्छी, कौन पर आवश्यक अच्छी, कहीं आवश्यक नहीं, ताको आम डिटेल्स बुझीबार अच्छी, तापर आम आगू जीवा। तेणु आपको ये चैप्टर माध्यम कि वीडियो माध्यम बहुत सचेतनता बहुत नॉलेजेबल वीडियो हम वास्तु उपर आपको। जो मैंने वास्तु कंसल्टेंट एक्चुअली वास्तु शास्त्र में बहुत कोर्स डिप्लोमा कोर्स डिग्री कोर्स बहुत कोर्स प्रदान होती बहुत संस्था। तेणु आम लाइफ रे वास्तु हो एस्ट्रोलोजी हो न्यूमरोलॉजी हो टैरो कार्ड्स हो आपको आम लाइफ रे जानिबा दरकार निहाती भाव में। जानिले आम लाइफ रे किछि नहले भी आम लाइफ रे किछि तो परिवर्तन करि परिबा, निश्चित आम इंपैक्ट टाको आमे तैयारी करि परिबा। ओके, डिस्कस करिबा। देखो कहीं वास्तु आवश्यक से वास्तु और लग्जरी भाव में नुहे आम लाइफ रे वास्तुर आवश्यक कौन अच्छे से वास्तु को आम लग्जरी भाव में नुहे नेसेसरी लाइफ साइंस भाव में धरा जाए। वास्तु आम जीवन में पांचटार इंपैक्ट करें सकारात्मक शक्ति, स्वास्थ्य और मन शांति, धन समृद्धि और संपर्क सुख शांति एंड स्पिरिचुअल। जदि हम वास्तु को न मानिबा हमर ए इंपैक्ट सब आधे हमर कौन कौन हबो ता विषय आज आलोचना करिबा। हमें देखिबा नॉर्मली एको कोर्स से जानिबा नॉर्मली कौन कौन हमर क्षति हेई थाए, कौन कौन लाभ हेई थाए, वास्तुर इंपैक्ट काहे कि हमें वास्तु जानिबा ता विषय आज हमें आलोचना करिबा। देखो काहे कि वास्तु जीवन में अत्यावश्यक आवश्यक अछि तार कारण कौन कहीं अच्छे आम ताको मानिबा कि न मानिबा ସେଇଟା ଆମ ଉପରେ ଆମ ମେଣ୍ଟାଲିଟି ଉପରେ ନିର୍ଭର, ଆମ ମନ ଉପରେ ନିର୍ଭର। କିନ୍ତୁ ବାସ୍ତୁ ମାନିବାକୁ ମୁଁ ସଜେସନ ତ ଦେବି ବାସ୍ତୁ ମାନିଲେ ବହୁତ କିଛି ଆପଣଙ୍କ ଜୀବନରେ ଡେଭଲପମେଣ୍ଟ ବା ଉନ୍ନତି ହେଇପାରିବ। ସବୁ କ୍ଷେତ୍ରରେ ବାସ୍ତୁର ଆବଶ୍ୟକତା ଅଛି। ଓକେ, ବାସ୍ତୁର ହଉଛି ପାଞ୍ଚ ତତ୍ଵର ସମନ୍ୱୟ। ସାଧାରଣତଃ ବାସ୍ତୁରେ ମୂଳ ଆଧାର ହଉଛି ଦେଖନ୍ତୁ ପୃଥିବୀ ଜଳ ଅଗ୍ନି ବାୟୁ ଆକାଶ। ଯେମିତି ଆମ ଶରୀର ପଞ୍ଚଭୂତରେ ତିଆରି, ବାସ୍ତୁ ଡିପେଣ୍ଡ କରେ ପୃଥିବୀ ଫାଇଭ ଏଲିମେଣ୍ଟସ ପାଞ୍ଚ ତତ୍ଵର ସମନ୍ୱୟ ପୃଥିବୀ ଜଳ ଅଗ୍ନି ବାୟୁ ଆକାଶ। ଘରେ ଯଦି ପାଞ୍ଚ ତତ୍ଵର ସଠିକ ସମନ୍ୱୟ ରହେ ମନ ଶରୀର ସୁସ୍ଥ, ପରିବାର ଶାନ୍ତି, ଅର୍ଥ ସମୃଦ୍ଧି। ଯଦି ଇମ୍ବାଲାନ୍ସ ହେଇଯାଏ, ଯଦି ଆ ଭିତରୁ କିଛି ବି ଭୁଲ ହୁଏ ବିବାଦ ରୋଗ ଧନ ହାନି। ଘରର ଏଟା ମୁଁ ମାନୁଆଲି ମାନେ କହୁନି କୌଣସି ଲୋକଙ୍କ ଉପରେ ବାସ୍ତୁରେ ଇଫେକ୍ଟ ପଡିବ। ଘରକୁ ନେଇକିନା ଯୋଉଠି ବି ରହିଲେ ଘରର ଇମ୍ପାକ୍ଟ ଲୋକଙ୍କ ଜୀବନରେ ମଣିଷର ଜୀବନରେ ପଡିଥାଏ। ମାନେ ଯୋଉଠି ବି ରହିଲେ ସକାରାତ୍ମକ ଫାଷ୍ଟ ହଉଛି ସକାରାତ୍ମକ ଶକ୍ତି କଣ? ପୂର୍ବ ଉତ୍ତର ଖୋଲା, ସୂର୍ଯ୍ୟ ଜଳଦ ଘରକୁ ପଜିଟିଭ ଏନର୍ଜି ଦେଇଥାଏ। ଯଦି ପୂର୍ବ ଉତ୍ତରକୁ ଘରର ମୁହଁ ରହିଥାଏ ପଜିଟିଭ ଏନର୍ଜି ଲାଇଫରେ ଆସିଥାଏ। ଯଦି ସାଉଥ ୱେଷ୍ଟ ଟେବୁଲ ସ୍ଥିରତା ଆଉ ପ୍ରୋଟେକ୍ସନ ରହିଥାଏ। ସେଣ୍ଟର ବ୍ରହ୍ମାସ ଥାନ ଓପନ ରହିଲେ ଏନର୍ଜି ଫ୍ରି ହୁଏ, ଫ୍ରିଲି ଫ୍ଲୋ ହୋଇଥାଏ। ସर ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ କଣ? ଭୁଲ କିଚେନ ପ୍ଲେସମେଣ୍ଟ, ହାୟର ଏଲିମେଣ୍ଟ ଇମ୍ବାଲାନ୍ସ, ବିପି ଟେନସନ। ଯଦି ସ୍ୱାସ୍ଥ୍ୟ କଥା ଆମେ ଚିନ୍ତା ଭୁଲ କିଚେନ ପ୍ଲେସମେଣ୍ଟ, ଯଦି କିଚେନ ଆମେ ଯୋଉ ରୋଷେଇ ଘର କରୁଛେ ଯଦି ଭୁଲ ହେଇଗଲା ଲାଇଫରେ ଫାୟାର ଏଲିମେଣ୍ଟ ଇମ୍ବାଲାନ୍ସ, ସେଠି ଅଗ୍ନିଙ୍କର ଇମ୍ବାଲାନ୍ସ ହବ। ସେଠି ଆମକୁ ବିପି ଆଉ ବିଭିନ୍ନ ପ୍ରକାର ଟେନସନ ଆସିବ।
ଯେମିତି ଟଏଲେଟ ପ୍ଲେସମେଣ୍ଟ, ହେଲ୍ଥ ଇସ୍ୟୁ, ଫାଇନାନ୍ସିଆଲ ବ୍ଲକ। ଟଏଲେଟ୍ସ ଆମେ ଯଦି ୟୁଜ କରୁଛେ, ଯଦି ଉତ୍ତର ଦକ୍ଷିଣକୁ ରହୁଛି ଟଏଲେଟର ମୁହଁ, ତାହେଲେ କିଛି ବ୍ଲକେଜ ହବାର ଚାନ୍ସ ନାହିଁ। ଯଦି ଭୁଲ ଟଏଲେଟ ପ୍ଲେସମେଣ୍ଟ ହଉଛି, ଯଦି ଭୁଲରେ, ଦେଖନ୍ତୁ ବାସ୍ତୁ କନସଲ୍ଟାଣ୍ଟ ସହିତ ଆପଣ କନସଲ୍ଟ କରିକିନା ଆପଣ ରୁମ ହଉ ଘର ହଉ ଯାହା ବି କରିଛନ୍ତି ତାକୁ ଆମେ କନସର୍ନ କରିକିନା ଠିକ କରିପାରିବେ। କିଛି ବି ବାସ୍ତୁ ପୂଜା ବି କରିକିନା ସମାଧାନ, କିଛି ରେମେଡି ଅଛି, କିଛି ରେମେଡି ପ୍ରୟୋଗ କରିକି ତାକୁ ଆମେ ସମାଧାନ କରିପାରିବା ଲାଇଫରେ। ତାମାନେ ନୁହେଁ ଗୋଟେ ଘର ହେଇଛି ତାକୁ ଆମେ କ୍ଲୋଜ କରିଦବା, ତାକୁ ଭାଙ୍ଗିଦବା ନା। ବାସ୍ତୁ ଯଦି ଭୁଲ ହେଇଛି ତାକୁ ଆମେ କିଛି ରେମିଡି କରିବା। ଦେଖନ୍ତୁ ଆପଣ ଯଦି ରୋଗ ହେଇଛି ତାମାନେ ସେ ରୋଗଟାକୁ ହେଇଛି ମାନେ ସେ ଅଙ୍ଗଟାକୁ କାଟିଦବା ନା, ତା ପାଇଁ ବି ରେମିଡି ଅଛି, ମେଡିକାଲ ସିଷ୍ଟମ ଅଛି, ତାପରେ ମେଡିସିନ। ସେ କଣ ବାସ୍ତୁରେ ଯଦି ଘରରେ କିଛି ଭୁଲ ହେଇଛି, ଭୁଲ ଟଏଲେଟ ପ୍ଲେସମେଣ୍ଟ, ଯୋଉମାନେ ବାସ୍ତୁ ଜାଣିଛନ୍ତି ଆପଣ ବାସ୍ତୁର ରାଇଟ ରିପୋର୍ଟ ଦେଇପାରିବେ, ସେମାନଙ୍କ ପାଖରେ ଦେଖନ୍ତୁ ବାସ୍ତୁ, ଆପଣଙ୍କର ଘର ଦେଖାନ୍ତୁ, ସେ କହିଦେବେ ଆପଣଙ୍କୁ ବାସ୍ତୁ କଣ ଇମ୍ପାକ୍ଟ ହଉଛି। ଭୁଲ ଟଏଲେଟ ପ୍ଲେସମେଣ୍ଟ, ହେଲ୍ଥ ଇସ୍ୟୁ, ଫାଇନାନ୍ସିଆଲ ବ୍ଲକେଜ, ଭୁଲ ଏଣ୍ଟ୍ରାନ୍ସ, ଫ୍ୟାମିଲି କମ୍ପ୍ଲିକେଟ, ଲିଗାଲି ପ୍ରୋବ୍ଲେମ୍ସ। ଘରକୁ ଯଦି ଭୁଲ ଏଣ୍ଟ୍ରାନ୍ସ ରହିବ, ଭୁଲ ଏଣ୍ଟ୍ରାନ୍ସ ଯିବା ଆସିବାର ଭୁଲ ରହିବ, ତାର ଫ୍ୟାମିଲି କମ୍ପ୍ଲିକେଟେଡ ହବ, ଲିଗାଲି ପ୍ରୋବ୍ଲେମ୍ସ ବହୁତ ସମୟ ଆସିବ। ମନୋବଳ, ଚିନ୍ତାଧାରା ଠିକ ବାସ୍ତୁ ହେଲେ କ୍ଲିୟର ମାଇଣ୍ଡ, ଗୁଡ ଷ୍ଟ୍ରେସ୍ ଆଣ୍ଡ ହେଲ୍ଥ ରିଲେସନ୍ସ ଗୁଡ ରହିବ। ଯଦି ବିପରୀତ ବାସ୍ତୁ ହୁଏ, ଡିପ୍ରେସନ, କନଫ୍ୟୁଜନ, ମିସ ଅଣ୍ଡରଷ୍ଟାଣ୍ଡିଂ ସବୁବେଳେ ଲାଇଫରେ। କ୍ୟାରିୟର, ଧନ, ନର୍ଥରେ କୁବେର ଷ୍ଟ୍ରଙ୍ଗ ହେଲେ, କୁବେର ଡିରେକ୍ସନ ମନି ଫ୍ଲୋ ଷ୍ଟେବୁଲ ହୁଏ। ଇଷ୍ଟରେ ସୂର୍ଯ୍ୟ ବାଲାନ୍ସ ହେଲେ ନେମ୍ ଆଉ ଫ୍ରେମ୍ ରେକମେଣ୍ଡେସନ ମିଳେ ଆପଣଙ୍କୁ। ସାଉଥ ଇଷ୍ଟରେ ବାଲାନ୍ସ ହେଲେ ଜବ ଆଣ୍ଡ ଷ୍ଟାବିଲିଟି ଆସିଥାଏ। ବାସ୍ତୁ ମାନେ ନେଚର ସହ ହାରମୋନି କରିବା, ହାରମୋନି। ବାସ୍ତୁ କେବଳ ଆସ୍ଥା ନୁହେଁ, ଏହା ଏକ ସାଇନ୍ସ, ଏନର୍ଜି, ଡିରେକ୍ସନ। ପ୍ରକୃତିର ଏନର୍ଜି ଫ୍ଲୋ ସହିତ ଘର ଅଫିସ ଆଲାଇନ କଲେ ସବୁ କାମ ସ୍ମୁଥ ହୋଇଥାଏ। ଡିସଆଲାଇନମେଣ୍ଟ କଲେ ଡିଲେ ହବ, ଷ୍ଟ୍ରଗଲ ହବ, ଅବଷ୍ଟାକିଲ। ସାରାଂଶ, ବାସ୍ତୁ ଇକ୍ୱାଲ ଟୁ ହଉଛି ଏନର୍ଜି ବାଲାନ୍ସ ପ୍ଲସ୍ ଷ୍ଟାବିଲିଟି ପ୍ଲସ୍ ପ୍ରସ୍ପରିଟି। ସ୍ୱସ୍ଥ ସ୍ୱାସ୍ଥ୍ୟ, ସମ୍ମିଳିତ ପରିବାର, ସ୍ଥିର ଧନ କ୍ୟାରିୟର, ସୁଖ ଶାନ୍ତି। Okay? ତେଣୁ ଯୋଉମାନେ ବାସ୍ତୁ ଚିନ୍ତା କରୁଛନ୍ତି, ଦେଖନ୍ତୁ ଆମେ ସାଧାରଣତଃ କଣ କରୁଛନ୍ତି ଆଜିକା, ଯେ ଆମେ ଟଏଲେଟ କଥା କହୁଛି, ମ୍ୟାକ୍ସିମମ୍ ଘରେ କଣ ହଉଛି ଆଜିକା ବାସ୍ତୁର ପ୍ରୋବ୍ଲେମ ସେମାନେ ଫେସ କରୁଛନ୍ତି, ଟଏଲେଟ ପାଖକୁ ନେଇ ଯାଉଛନ୍ତି କଣ, ରୋଷେଇ ଘର, ଯୋଉଟା କିଚେନ, ନିଶ୍ଚିତ ସେଠି ବାସ୍ତୁ ଇମ୍ପାକ୍ଟ କରେ। କାହିଁକି ରୋଷେଇ ଯଦି ଆମେ ଆଧ୍ୟାତ୍ମିକ ଆଡକୁ ଯିବା, ରୋଷେଇର ମା ଲକ୍ଷ୍ମୀଙ୍କର ହାଉସ ରହୁଛି ରୋଷେଇ, ତା ପାଖରେ ଯଦି ଟଏଲେଟ ରହୁଛି ସବୁବେଳେ ମାଙ୍କର କୋପ ଦୃଷ୍ଟି ବା ଆପଣଙ୍କ ଲାଇଫରେ ଅଶାନ୍ତି। ଏମିତି ତ ଆମେ ଛାଡନ୍ତୁ ବାସ୍ତୁ ଅନୁସାରେ ରୋଷେଇ ଘରେ କଣ ରୋଷେଇ କରିବା ସେଇଟା ତ ଛାଡନ୍ତୁ, ସେଟା ବିଷୟରେ ଆଲୋଚନା କରିବାର ନାହିଁ। କିନ୍ତୁ ଯଦି ଆମେ ଟଏଲେଟ ପାଖକୁ ଲଗେଇକିନା ରୋଷେଇ ଘର କରୁଛନ୍ତି ତାହେଲେ ଆମକୁ ଏ ପ୍ରୋବ୍ଲେମ ବି ଫେସ କରିବାକୁ ପଡିବ। ଓକେ, ଲାଇଫରେ ଦେଖିବେ କିଛି ପୁରା କଣ୍ଟିନ୍ୟୁଅସ ଠାକୁର ଘର ଆପଣଙ୍କୁ ରଖି ଦଉଛନ୍ତି, ସେଠି ରୋଷେଇ ଘର ତା ପାଖକୁ ରଖି ଦଉଛନ୍ତି ଟଏଲେଟ ରୁମ, କାରଣ ସେଠି ବି ବହୁତ ଇମ୍ପାକ୍ଟ ଆପଣଙ୍କ ଲାଇଫରେ ରହିବ। ତେଣୁ ଘର କରିବା ପୂର୍ବରୁ ପ୍ରପର ବାସ୍ତୁ ନଲେଜ ଥିବା ଲୋକ ସହିତ ଆପଣ କନସଲ୍ଟ କରନ୍ତୁ। ଇଞ୍ଜିନିୟରିଂ ପ୍ଲାନିଂ ରେ କରିଦଉଛନ୍ତି, ବହୁତ ଭାବନ୍ତୁ ଆପଣ ରୋଷେଇ ଘର ପାଖକୁ କିଚେନ ଘର ଲାଗୁଛି, ଆପଣଙ୍କର ଆପଣ ନିଜର ମାନସିକତା ଦେଖନ୍ତୁ ସବୁବେଳେ ଗୋଟେ ଲାଇଫରେ ଅସ୍ଥିରତା ରହିବ, ଆପଣ ମାଇଣ୍ଡ ସବୁବେଳେ ସ୍ଥିର ରହିବ ନା, ଏରକମ ଯେରକମ ପ୍ରୋବ୍ଲେମ ହେଇ, ଯେମିତି ଆଗ୍ନେୟ କୋଣ ଅଛି। ଓକେ, ଠାକୁର ଘର କୋଉ ଜାଗାରେ ରହିବାର, କୋଉ ଡିରେକ୍ସନ କୁ ରହିବା ଦରକାର, ଭଗବାନ ଯୋଉ ଆପଣଙ୍କ ଘରେ ଯୋଉ ଈଶ୍ୱରଙ୍କୁ ପୂଜା କରୁଛନ୍ତି ବା ପୂଜା ଘର କରିଛନ୍ତି ତାଙ୍କର ମୁହଁଟା କୋଉ ଜାଗା, ତାକୁ କନଷ୍ଟାନ୍ଟ ସେ ଜାଗା ଆଉ ସେଇଟାକୁ ଆମେ ତିଆରି କରିବାକୁ ପଡିଥାଏ। ଯଦି ଆମେ ତିଆରି କରିପାରିବାନି ତାହେଲେ ଆମ ଲାଇଫରେ ବହୁତ କିଛି ଇମ୍ପାକ୍ଟ ଦେଖିବେ। ଆପଣ ଘର କରିନଥିବେ, ଘର କଲା ପରେ ଆହୁରି ଡିପ୍ରେସନ ହଉଛି, ଦେଖିବେ ଗୋଟେ ଗୋଟେ ଘର କରିନଥିବେ ଭାଙ୍ଗିଦେଲା ପରେ ଆପଣ ଗୋଟେ ନୂଆ ଘର କରୁଥିବେ, ଡିପ୍ରେସନ, ବହୁତ ଡିପ୍ରେସନ ଆପଣ ପଳେଇବ ଅଟୋମେଟିକ। ତେଣୁ ଇଏ ହଉଛି କଣ, ବାସ୍ତୁରେ ଆପଣ ଘର କରୁଥିବେ କିଛି ଆପଣଙ୍କର ଫ୍ୟାମିଲିରେ ଗୋଟେ ଗୋଟେ କ୍ଷତି ହେଇଯାଇଥାଏ, କାହିଁକିନା ଯଦି ଆମେ ବାସ୍ତୁକୁ ଠିକରେ ନ ଜାଣନ୍ତି, ବାସ୍ତୁ ଭୁଲ କଲେ ଆମେ ଘର କରୁଥିବା ଭିତରେ ଆମ ଘର ଅଧା କମ୍ପ୍ଲିଟ ହେଇଯାଏ, କମ୍ପ୍ଲିଟ ପୁରା ହେଇପାରେ ନା, କାହିଁକି ନା ଆର ବାସ୍ତୁର ଇମ୍ପାକ୍ଟ ଲାଇଫରେ ଅଛି ନିଶ୍ଚିତ ଭାବରେ।
ମୁଁ ଆମର ପ୍ରପର ଡିଟେଲ୍ସ କହୁଛି ଦେଖନ୍ତୁ। ୱିଦିଆଉଟ୍ ବାସ୍ତୁ ଭର୍ସେସ୍ ବାସ୍ତୁ ଲାଇଫ୍। ଆମେ ଯୋଉ ହୋମ୍ସ କରିବା ବା ଘର ତିଆରି କରୁଛେ, ବାସ୍ତୁକୁ ମାନି କରିବା, ଯଦି ଆମେ ବାସ୍ତୁକୁ ନ ମାନି କରିବା ତାର କଣ କଣ ଫ୍ୟାକ୍ଟର ରହିବ ଲାଇଫରେ ଆମେ ଦେଖିବା। ଯଦି ଫ୍ୟାକ୍ଟର୍ସ ବାସ୍ତୁ ନଥିବା ଘରେ ବାସ୍ତୁ ସହିତ ଘର। ଯଦି ସ୍ୱାସ୍ଥ୍ୟ କଥା କହିବା, ବାସ୍ତୁ ଯୋଉ ଘରେ ଆମେ ନ ମାନି ଘର କରିଛେ, ପ୍ରାୟତଃ ସ୍ୱାସ୍ଥ୍ୟ ସମସ୍ୟା ସବୁବେଳେ ଆପଣଙ୍କ ଘରେ ଲାଗି ରହିବ ଜୀବନରେ। ସେକେଣ୍ଡ ଥିଙ୍ଗସ୍, ଯେଉଁମାନେ ବାସ୍ତୁକୁ ମାନିକିନା ଘର କରିଛନ୍ତି, ଭଲ ସ୍ୱାସ୍ଥ୍ୟ ଜୀବନରେ ରହିବ ସବୁବେଳେ। ମନି ମନି କଥା ଯଦି କହିବା, ଯଦି ବାସ୍ତୁକୁ ନ ମାନିବା, ହାନି ଓ ସଞ୍ଚୟ ସବୁବେଳେ ଆପଣଙ୍କ ଫ୍ୟାମିଲିରେ ଲାଗି ରହିବ। ସ୍ଥିର ଆୟ, ଯଦି ବାସ୍ତୁକୁ ମାନିଥିବା ସ୍ଥିର ଆୟ ସଞ୍ଚୟ। ସମ୍ପର୍କ, ମିସଅଣ୍ଡରଷ୍ଟାଣ୍ଡିଂ ବିବାଦ ସବୁବେଳେ ରହିବ। ସମ୍ପର୍କରେ ସମ୍ମିଳନ ପ୍ରେମ ସମ୍ପର୍କ ରହିବ। କ୍ୟାରିୟରରେ ସଂଘର୍ଷ ଆଇନି ଜଟିଳତା ଲାଗି ରହିବ ବାସ୍ତୁକୁ ନ ମାନିଲେ। ବାସ୍ତୁ ମାନିବା ବୁଦ୍ଧି ଓ ସ୍ଥିରତା ରହିବ। ମନୋବଳ ଶାନ୍ତି, ମନୋବଳ ଶାନ୍ତି, ଚିନ୍ତା ନେଗେଟିଭିଟି ଅଧିକ ରହିବ ବାସ୍ତୁକୁ ନ ମାନିଲେ। ବାସ୍ତୁକୁ ଯେଉଁମାନେ ମାନିଛନ୍ତି ସକାରାତ୍ମକ ଚିନ୍ତା ଶାନ୍ତି ସବୁ। ଆଜିକାଲି କଣ ହଉଛି, ବହୁତ ଆମେ ଡିଗ୍ରୀ ଇଞ୍ଜିନିୟର କିମ୍ବା ଡିପ୍ଲୋମା ଯୋଉମାନେ ରହୁଛନ୍ତି, ଯଦି ବାସ୍ତୁକୁ କନସର୍ନ କରୁନାହାନ୍ତି ସେମାନେ, ତାଙ୍କ ପ୍ଲାନିଂ ହିସାବରେ ହୋମ ତିଆରି କରିଦଉଛନ୍ତି, ତାର ଇମ୍ପାକ୍ଟ ଆପଣଙ୍କ ଲାଇଫରେ ନିଶ୍ଚିତ ପଡିବ। ଆଜି ହୁଏତ ପଡିନି କିନ୍ତୁ ଆର ଇମ୍ପାକ୍ଟ ନିଶ୍ଚିତ ଭାବରେ ପଡିବ, 100% ଆପଣଙ୍କ ଲାଇଫରେ ପଡିବ। ତେଣୁ ଯଦି ପଢୁଛି, ଯଦି ଆପଣ ଫିଲ୍ କରୁଛନ୍ତି ଏଇ ଏଇ ସମସ୍ୟା ହଉଛି, ପ୍ରପର ବାସ୍ତୁ କନସଲଟେନ୍ସ କନଷ୍ଟାଣ୍ଟ ମାନେ କନସଲ୍ଟିଂ କରନ୍ତୁ, କିମ୍ବା ନା ଆଷ୍ଟ୍ରୋଲୋଜି ଯୋଉମାନେ ବାସ୍ତୁ ଜାଣିଛନ୍ତି, ପ୍ରପର ବାସ୍ତୁ ଶାସ୍ତ୍ରରେ ନଲେଜ ଅଛି, ତାଙ୍କ ସହିତ କନସଲ୍ଟ କରନ୍ତୁ। କନସଲ୍ଟ କଲେ କିଛି ଆପଣଙ୍କ ପାଇଁ ସଲ୍ୟୁସନ ବାହାରିବ, ସଲ୍ୟୁସନ ଟା ଆପଣ ସଲ୍ଭ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କ ଲାଇଫରେ ଡେଭଲପମେଣ୍ଟ ଆସିବ। ଦେଖନ୍ତୁ, ଆପଣଙ୍କ ଲାଇଫର ଷ୍ଟାର୍ଟିଂ ପଏଣ୍ଟ ହଉଛି ଆପଣଙ୍କ ହୋମ। ହୋମରୁ ଯାହା ବି କରନ୍ତୁ, ଆପଣ ଆଉଟ ଅଫ୍ ହୋମରୁ ଯାହା ବି କରନ୍ତୁ, ସେ ବାସ୍ତୁ ଇମ୍ପାକ୍ଟ ଆପଣଙ୍କ ଲାଇଫରେ ଇମ୍ପାକ୍ଟ କରିଥାଏ। ସୋ ତେଣୁ ଜୀବନରେ ବାସ୍ତୁକୁ ସବୁବେଳେ ବୁଝନ୍ତୁ, ପ୍ରପର ଜିନିଷ ବୁଝନ୍ତୁ। ଆପଣଙ୍କ ଲାଇଫରେ ଘଟୁଥିବା, ଆପଣଙ୍କ ଘରେ ଏ ଜିନିଷ ଘଟୁଛି କି ନାହିଁ, ଯଦି ଘଟୁଛି ଆର ତରିକା କଣ ପାଇଁ ହଉଛି, ଆପଣ ତ ରୋଜଗାର କରୁଛନ୍ତି କାହିଁକି ଡିଷ୍ଟର୍ବ। ଦେଖନ୍ତୁ, ସମସ୍ତେ ମଣିଷ ଲାଇଫରେ ସିମ୍ପଲ ଆଉ ଶାନ୍ତିରେ ବଞ୍ଚିବାକୁ ଚାହାନ୍ତି, କିନ୍ତୁ ତାଙ୍କୁ କିଛି କିଛି ଗ୍ରହ ନକ୍ଷତ୍ର ନିଶ୍ଚିତ ଭାବରେ ତାଙ୍କ ଇମ୍ପାକ୍ଟ ଅଛି। କାହିଁକିନା ଆମେ ଯାହା ଚାହିଁବା ତାହା ହେଇପାରିବାନି, ଆମେ ଯାହା ଚାହିଁବା ତାହା ହେଇପାରିବାନି। ସମସ୍ତେ ଚାହିଁବେ, ଯାହା ଚାହାନ୍ତି ତାହା ହେଇପାରନ୍ତି ନାହିଁ। କାହିଁକି ନା ଆମ ଲାଇଫରେ ଗ୍ରହ ନକ୍ଷତ୍ରର ପ୍ରଭାବ ଅଛି, ବାସ୍ତୁର ବି ପ୍ରଭାବ ଅଛି। ତାର ପ୍ରତିକାର ଯଦି ଆମେ କରିବା, କିଛି ପରିମାଣରେ ଆମେ ସେ ସେକ୍ଟର ଆମେ ବହୁତ ଭଲ ହେଇପାରେ, ଲାଭଜନକ ବା ସୁବିଧା ପାଇପାରିବା। ତେଣୁ ସବୁବେଳେ ବାସ୍ତୁକୁ ମାନିବା ଦରକାର। ଆଉ ଗ୍ରହ ନକ୍ଷତ୍ର ମାନିବା, ଈଶ୍ୱରଙ୍କୁ ମାନିବା ଦରକାର। ଯଦି ଆମେ ଈଶ୍ୱରଙ୍କୁ ନ ମାନିବା କିଛି ହବନି। କିନ୍ତୁ ଦେଖ, ଆମ ହାତରେ ଆମର ସକ୍ଷମ ନାହିଁ ଆମେ ଗୋଟେ ଜୀବକୁ ବି ବଞ୍ଚେଇ ଦେବାର ସକ୍ଷମ ଲାଇଫରେ ନାହିଁ। ସବୁ ସେଇ ଭଗବାନଙ୍କ ଇଚ୍ଛା। ତେଣୁ ଯୋଉମାନେ ବାସ୍ତୁ ଉପରେ ଜାଣିନାହାନ୍ତି, ପ୍ରପର ବାସ୍ତୁ ନଲେଜ ନିଅନ୍ତୁ, ବାସ୍ତୁ ସହିତ କନସର୍ନ କରନ୍ତୁ। ଆପଣଙ୍କ ଘରେ କିଛି ପ୍ରୋବ୍ଲେମ ହଉଛି, ତାକୁ ସଲ୍ଭ ହେଇଯିବ ଅଟୋମେଟିକ। ଆପଣ ଯଦି ଅଣହେଳା କରିବେ, ଦିନକୁ ଦିନ ସେ ପରିସ୍ଥିତି ଆହୁରି ବଢିଯିବ, କମିବାର ଚାନ୍ସ ରହିବନି। ଓକେ। ତେଣୁ ଯଦି ଭିଡିଓଟି ଭଲ ଲାଗୁଥାଏ, ରହୁଛି। ନମସ୍କାର। ପୁଣି ଆପଣଙ୍କ ପାଇଁ ଏକ ନୂଆ ଭିଡିଓ ଆଗ ଟପିକରେ ଆଣିବି।